ଆମେ ନା କଣ ଅଛୁ ତାହେଲେ? ତମ ଭିତରେ ଅହଙ୍କାର, ଈର୍ଷା, ଦେଶ ପ୍ରବଳ ମାତ୍ରାରେ ଅଛି, ପରଶ୍ରୀକାତ୍ରା ଅଛି। ଆଜ୍ଞା ମାନବ କେମିତି ତମକୁ କୁହାଯିବ? ତାହେଲେ ଆମକୁ କଣ କୁହାଯିବ? ତମକୁ ଲୋକ କୁହାଯିବ। ଲୋକ ଲୋକମାନେ କଣ କରନ୍ତି ଟିକେ ତାଙ୍କ ଚରିତ୍ର କହିଲ ଶୁଣିବା। ଲୋକ ଚରିତ୍ର ଅନ୍ୟର ସତ୍ତା ବିନଷ୍ଟ କରିବା, ଲୋକର ଚରିତ୍ର ଅନ୍ୟକୁ ଈର୍ଷାନ୍ୱିତ କରିବା, ଅନ୍ୟର ଧନ ଦେଖିଲେ ତାକୁ ଲୁଣ୍ଠନ କରିବା, ଏଇ ସବୁ ଲୋକର ଚରିତ୍ର। ପଶୁ ପ୍ରବୃତ୍ତି ଯେତିକି ସବୁ ହଉଛି ଲୋକର ଚରିତ୍ର। ଇଏ ପଶୁ ପ୍ରବୃତ୍ତି ସବୁ ଯେତେବେଳେ ଦମନ ହେଇଯାଏ, ସତ୍ ଚିନ୍ତାଧାରା ଆସେ, ସତ୍ ବୁଦ୍ଧି ଆସେ, ବିବେକ ଆସେ, ସେ ଅବସ୍ଥାକୁ ମାନବ କୁହାଯାଏ। ତାହେଲେ ଲୋକ ଗଲା, ନର ଚରିତ୍ର ଟିକେ ଠାକୁର କୁହନ୍ତୁ। ଆମେ ଆ ଭିତରେ କେତେ ଜଣ ଲୋକ ବସିଛୁ, ଆମେ ଏବେ ଜଣା ପଡ଼ିଲା ଯେ ଯେଉଁମାନେ ସତ୍ତା ବିଧ୍ୱଂସୀ କର୍ମ କରୁଛନ୍ତି, ସବୁବେଳେ ଅନ୍ୟକୁ ବିପର୍ଯ୍ୟସ୍ତ କରିବାରେ ବ୍ୟସ୍ତ ରହୁଛନ୍ତି, ସେଇମାନଙ୍କର ହେଉଛି ଲୋକ ଚରିତ୍ର। ସେମାନେ ହେଲେ ଲୋକ, ସେମାନେ କିନ୍ତୁ ମାନବ ହେଇପାରିବେନି। ତାପରେ ନରର ଚରିତ୍ର ଯେତେକ ସ୍ତର ରହୁଛି, ପ୍ରତ୍ୟେକ ସ୍ତରରେ କିଛି କିଛି ବିକାରୀୟ ଭାବ ରହୁଛି। କାହା ଭିତରେ ପୂର୍ଣ୍ଣ ମାତ୍ରାରେ ରହୁଛି, କାହାର ଆଂଶିକ ରହୁଛି। ତେଣୁ ନର ଚରିତ୍ର ଯୋଉଟା କହୁଛ, ସମାଜରେ ଲକ୍ଷ୍ୟ କରୁଥିବ ଅତ୍ୟଧିକ କୁଟିଳ ସ୍ତର, ବଚନ ତାଙ୍କର ମିଠା ଥିବ, ବଚନ ମିଠା ଥିବ, ଭିତରେ କୁଟିଳତା ଥିବ, ଭିତରେ ପ୍ରବଳ କୁଟିଳ ଥାଏ। କିନ୍ତୁ ପୂର୍ବରୁ ଯୋଉଟା କହିଲେ ଲୋକ ଚରିତ୍ର ମଧ୍ୟ କୁଟିଳ ଥାଏ, ଅଂଶୀୟ। ସେ କୁଟିଳତାର ଆମର ଯୋଉ ସ୍ଥୂଳ ଚେତା ରହୁଛି, ସୂକ୍ଷ୍ମ ଚେତା ନୁହେଁ, ସ୍ଥୂଳ ଚେତା ଘରେ ସେ ସ୍ଥାନ ପାଇଥାଏ କୁଟିଳ। ସେ କୁଟିଳତାର 64 ବାଟ ଦେଇକରି ଗତି କରେ। ଆଚ୍ଛା। ଯଦି ଲକ୍ଷ୍ୟ କରିବ ତାର 64 ପ୍ରକାର ବାଟ ଦେଇ ସେ ଗତି କରେ। 64 ବାଟ ବିଚକ୍ଷଣ ଭାବ, ଏଠି ତୁର୍ତୁରୀୟ ଭାବ। ବିଚକ୍ଷଣ ଭାବ, ତୁର୍ତୁରୀୟ ଭାବ ସତମତୀ ଲୋକଙ୍କର ମଧ୍ୟ ଅଛି, କିନ୍ତୁ ଅସତମତୀ ଲୋକଙ୍କର ମଧ୍ୟ ଦେଖାଯାଏ। କିନ୍ତୁ ତାର ଅବସ୍ଥା ଦେହ ତତ୍ତ୍ୱରେ ରହୁଛି। ନରର ଅବସ୍ଥା ଏଗୁଡ଼ା ବାକ୍ୟ ପରିବେଶ ଅନ୍ୟମାନେ ସେଠି କଣ ପ୍ରକାର ଭାବିବ, ସବୁଆଡକୁ ଲାଗିବ, ସମସ୍ତଙ୍କ ପାଇଁ ଟିକେ ଆଘାତ ଲାଗିବ, ଟିକେ ଦୁଃଖ ଲାଗିବ, ଶ୍ରୋତା ବନ୍ଧୁମାନଙ୍କୁ ଟିକେ ଦୁଃଖ ଲାଗିବ। କାହିଁକିନା ନିଜର ସ୍ଥିତ ପ୍ରକୃତି ଯଦି ବାହାରେ ପ୍ରକାଶ ପଡ଼ିଯାଏ, ଆମେ ତ ଜାଣିନୁ। ତେବେ ସୃଷ୍ଟିର ସ୍ଥିତ ପ୍ରକୃତି ଏଟା ସିଦ୍ଧାନ୍ତିକ। ସେ କୁଟିଳର ଭାବ ଗୁଡିକ ତମ ସହିତ ଗୋଟେ ନୀତି ପ୍ରୟୋଗ କରିଦେବେ, ତାଙ୍କ ସହିତ ଗୋଟେ ନୀତି ପ୍ରୟୋଗ କରିଦେବେ। ଉଭୟ ନୀତି ଭିତରେ କଳିର ସଂଘର୍ଷ ଲଗେଇଦେବେ। ତମେ ଏଟା ଭାବିବା ଦରକାର ନାହିଁ ଯେ ନାରଦୀୟ ପ୍ରକୃତି। ନାରଦୀୟ ଯୋଉ ପ୍ରକୃତି, ନାରଦୀୟ ପ୍ରକୃତି ତାଙ୍କର 108 ପ୍ରକାର ନାରଦୀୟ ନୀତି, ସେ ସଦ୍ ଆଚରଣ ଭିତରେ ଥିଲା। 108 ପ୍ରକାର ସଦ୍ ଆଚରଣ ଭିତରେ ଗତି କରେ। ସେ ସୃଷ୍ଟିର ମଙ୍ଗଳ ପାଇଁ ନାରଦୀୟ ନୀତି ଯୋଉଟା ଆମେ ପୁରାଣ ପୃଷ୍ଠରେ ଦେଖିବାକୁ ପାଉଛେ, ଶୁଣୁଛେ, 108 ପ୍ରକାର ତାଙ୍କ ଗତି ନାରଦୀୟ ସଦମତି ଉପରେ ଗତି କରୁଥିଲା। କିନ୍ତୁ ଏମାନଙ୍କୁ ନାରଦୀୟ ନୀତି କୁହାଯିବନି। ଏ ସବୁ କୁଟିଳ ନୀତି, ମାନେ ଗୋଟେ ଏମିତି ନୀତି ଲୋକ ତମ ଭିତରେ ସଂଘର୍ଷ ଲଗେଇଦେବେ, ସେ ଛପିଯିବେ। ଇଏ ହଉଛି ନର ଚରିତ୍ର, ଯେ ଦୁଇ ଜଣଙ୍କ ଭିତରେ କଜିଆ ଲଗେଇ ଦେଇକି ନିଜେ ଛପିଯିବା। ଉଭୟର ଈର୍ଷାନ୍ୱିତ ଆଉ ଜଣଙ୍କ ଆଗରେ ଗପିବ, ତମର ଈର୍ଷାନ୍ୱିତ ଭାବ, ତାଙ୍କର ଈର୍ଷାନ୍ୱିତ ଭାବ ତୃତୀୟ ବ୍ୟକ୍ତି ଆଗରେ ଆଲୋଚନା କରିବ। ଆଚ୍ଛା, ଏଇ ଯୋଉ ନର ଚରିତ୍ର, ନର ମାନଙ୍କ ଭିତରେ ଏଇ ଯୋଉ ଚରିତ୍ର ଅଛି, ଏମାନେ କଣ ଶୋଧନ ହେଇପାରିବେନି? ୟାଙ୍କର ଶୋଧନ କ୍ରିୟା ହବନି? ଶୋଧନ କ୍ରିୟା ହବ, ହେଇପାରିବ। ସେମାନେ ନିଜେ ସେଟା ଶୋଧନ କ୍ରିୟା କରିବେ ନା ତାଙ୍କ ପାଇଁ ଆଉ ଅନ୍ୟ ଜଣେ କିଏ କରିବେ? ମାଧ୍ୟମ ଚେଷ୍ଟା କରିବେ, ନିଜେ କରିପାରିବେ, ନିଜେ ଚେଷ୍ଟା କରିପାରିବେ। ତାପରେ ସାଧନ ପ୍ରଣାଳୀ ଦ୍ୱାରା ସେଟା ଶୋଧନ ହେଇଯାଏ। ବିନା ସାଧନ ପ୍ରଣାଳୀ ଶୋଧନ ହେଇପାରିବ। ବିନା ସାଧନ ପ୍ରଣାଳୀରେ ଏଟା
ଆଚ୍ଛା ଇଏ ଗଲା ଲୋକ ଚରିତ୍ର ନର ଚରିତ୍ର ତାପରେ କହିଲେ କ'ଣ ପୁରୁଷ ପୁରୁଷର ନର ଚରିତ୍ର ଆହୁରି ରହୁଛି ନର ଚରିତ୍ର ରହୁଛି ଆସନ୍ତାକୁ ଆଉ ଟିକେ ଆଲୋଚନା ପୁରୁଷ ଚରିତ୍ର ଟିକେ କହିଲେନି ଆସନ୍ତାକୁ ଜଣେଇବା ଏବେ ବନ୍ଦ କରିବା କହୁଛନ୍ତି ହରି ବୋଲ